ସାଙ୍ଗମାନେ ଆଜି ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ବବଲିକୁ ସମସ୍ତେ ଦେଖି ତାରା ବୋଲି ଭାବନ୍ତି। ତାରିଣୀ କୁହେ, ତାରା ଦେଖ ଖଡ଼ୁସ୍, ମୁଁ କହିଥିଲି ନା ତାରା ଆସିବ ବୋଲି। ଦେଖ ତାରା ଆସିଗଲା। ଆଉ ଗୋଟେ ତପସ୍ୟା କୁହେ, ଏତେ ସିମିଲାର କେମିତି? ବର୍ଷା କୁହେ, ତାରା ଆପା କେତେ ସୁନ୍ଦର ଦେଖାଯାଉଛନ୍ତି ନା। ତାରିଣୀ ସତ କହୁଥିଲା, ଆମ ତାରା ଆପା ଆମ ପାଖକୁ ଫେରି ଆସିଛନ୍ତି। ତାରାର ଖୁଡ଼ି କୁହନ୍ତି, ସତରେ ଆମ ତାରା? ତରୁଣର ଖୁଡ଼ି କୁହନ୍ତି, ହଁ ହଁ ହଁ, ଆମ ତାରା ସତରେ ଆମ ପାଖକୁ ଫେରି ଆସିଛି। ତାରିଣୀ ତାରା କହି ବବଲି ପାଖକୁ ଦୌଡ଼ିକି ଯିବା ବେଳେ ତରୁଣ ତାରିଣୀର ହାତ ଧରିନିଏ। ତାରିଣୀ କୁହେ, ଖଡ଼ୁସ୍, ତାରା। ତରୁଣ କୁହେ, ନା ସେ ଆମ ତାରା ନୁହେଁ। ତାରିଣୀ କୁହେ, ଖଡ଼ୁସ୍, ଆମ ତାରା ଫେରି ଆସିଛି। ମୋତେ ତା ପାଖକୁ ଯିବାକୁ ଅଛି, ଛାଡ଼ ମୋତେ, ଛାଡ଼। ତରୁଣ ରାଗିଯାଏ ଆଉ କୁହେ, ନାଇଁ ସେ ଆମ ତାରା ନୁହେଁ। ମୁଁ ତାକୁ ମନା କଲି ନା, କ'ଣ ପାଇଁ ଜିଦ୍ କରୁଛ ତମେ? ତାପରେ ତରୁଣ ବବଲିର ହାତ ଭିଡ଼ି ନିଏ। ବବଲି କୁହେ, ଛାଡ଼ ମୋତେ, ଆରେ ଛାଡ଼ ମୋତେ। ତରୁଣ କୁହେ, ତମେ କୁହ, ତମେ ଏଠିକି କାହିଁକି ଆସିଛ? ଆରେ ତମେ ଆମମାନଙ୍କୁ ଫଲୋ କ'ଣ ପାଇଁ କରୁଛ? ଆଜି ଆମ ଫ୍ୟାମିଲି ହୋଲି ସେଲିବ୍ରେଟ୍ କରୁଛେ, ତମେ ଏଠିକି ଆସି ଆମ ହୋଲି କାହିଁକି ଖରାପ କରୁଛ? ବବଲି କୁହେ, ଦେଖ ମୁଁ ଜାଣିଶୁଣି ଏମିତି କିଛି ବି କରିନି। ମୋତେ ସେ କ୍ଲବ୍ ବାଲା ଭୁଲରେ ପଠାଇ ଦେଇଥିଲେ, ନହେଲେ ମୁଁ ଏଠିକି ଆସିବାକୁ ଚାହୁଁନଥିଲି। ତାପରେ ତରୁଣ ବବଲି ପିନ୍ଧିଥିବା ଡ୍ରେସ୍କୁ ଚାହେଁ ଆଉ କୁହେ, ଏ ଡ୍ରେସ୍ ବି ତମେ ଭୁଲରେ ପିନ୍ଧିଦେଇଛ ନା ସେମାନେ ତମକୁ ବାଧ୍ୟ କରି ପିନ୍ଧେଇ ଦେଇଛନ୍ତି? ଆରେ ଏଇଟା କାହାର ଜାଣିଛ? ବବଲି ମୁଣ୍ଡ ହଲେଇ ନାଇଁ କରେ। ତରୁଣ କୁହେ, ଏଇଟା ହେଉଛି ମୋ ତାରାର। ଆରେ ଏଇଟା ତମକୁ ପିନ୍ଧିବାକୁ ସାହସ କେମିତି ହେଲା? ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।